ଏପିଷ୍ଟେମେଲୋଜିର ନାମ ଜ୍ଞାନତତ୍ତ୍ୱ। ଏପିଷ୍ଟେମେଲୋଜି ବା ଓଡ଼ିଆ ଭାଷାର ନାମ ଜ୍ଞାନତତ୍ତ୍ୱ ଦର୍ଶନଶାସ୍ତ୍ର ବା ଫିଲୋସଫିର ଦ୍ୱିତୀୟ ଶାଖା। ଦର୍ଶନ ମଣିଷର ପ୍ରିୟତମ ଶାସ୍ତ୍ର ଏଥିପାଇଁ କି ଯେ ଦେଖିବାରେ ବୁଦ୍ଧିମାନ ଯୌକ୍ତିକ ବା ଯୁକ୍ତିକାମୀ ମଣିଷକୁ ସହଜରେ ଅନ୍ତତଃ କିଛି ବାହ୍ୟ ଅନ୍ତର ହୋଇ ଜ୍ଞାନ ବା ଜାଣିବାର ବିଦ୍ୟା ମିଳିଯାଇଥାଏ। ଦେଖିବା ମଣିଷ ପାଇଁ ଦୁଇ ପ୍ରକାର, ଆଖିରେ ମନର ଭାବିବାରେ ହୋଇଥାଏ। ପୁଣି ମଣିଷ ପଚାରିକି ବି କିଛି ଜ୍ଞାନ ପାଇଥାଏ, ପୁଣି ପଢ଼ିକି ବି ଜ୍ଞାନ ପାଏ। ମଣିଷ ତା'ର ନିହିତ ବା ରହିଥିବା ବୁଦ୍ଧି ତଥା ମନର ଭାବନା ପାଇଁ ଜଣେ ଅନ୍ୱେଷୀ, ଅନ୍ୱେଷଣକାରୀ, ଖୋଜାକାରୀ ଜୀବ। ମଣିଷର ଏତାଦୃଶ ଖୋଜାକାରୀ ପ୍ରକୃତି ବା ସ୍ୱଭାବ ଆଚରଣ ନିମିତ୍ତ ତା'ର ଚାହିଦା ଆବଶ୍ୟକତାର ପୂରଣ ପାଇଁ ଜଗତରେ ଜ୍ଞାନକୁ ପାଇଅଛି, ଯାହାକି ବିବିଧ, ଅସଂଖ୍ୟ। ଜ୍ଞାନର କଳନା ଅସମ୍ଭବ। ଟିକିଏରେ ବା ସାମାନ୍ୟରେ ଯେମିତି ମଣିଷକୁ ଜ୍ଞାନ ମିଳେ, ଠିକ୍ ସେମିତି ବେଶୀ ବା ଯଥେଷ୍ଟରେ ବି ଜ୍ଞାନ ମିଳେ। ଜ୍ଞାନକୁ ଅନ୍ୟ ନାମରେ ବିଦ୍ୟା କୁହାଯାଏ। ବିଦ୍ୟା ପୁଣି ଆନୁଷ୍ଠାନିକ ବା ସଂସ୍ଥାପନ ଏବଂ ସ୍ୱକୀୟ ମନର ଜାଣିବାରୁ ହୋଇ ଦୁଇ ରକମ। ଆନୁଷ୍ଠାନିକ ବା ଶ୍ରେଣୀକକ୍ଷର ବିଦ୍ୟାରୁ ମଣିଷ ଉପାଧି ପାଏ, ଯଥା ବିଏ, ଏମ.ଏ. ହେଲେ ଜ୍ଞାନର ଆନୁଷ୍ଠାନିକତା ନାହିଁ। ଏହା ଇଚ୍ଛାରୁ, ଖୋଜିବାରୁ, ଜାଣିବାର ଆଗ୍ରହରୁ ମଣିଷକୁ ମିଳେ। ଜ୍ଞାନ ଖୋଜା ମଣିଷର ଜୀବନ ଥିବା ପର୍ଯ୍ୟନ୍ତ ରୀତିମତ ଧାରା ବା ପ୍ରକ୍ରିୟା ହୋଇ ରହିଥାଏ। ଉଦାହରଣ ସ୍ୱରୂପ ମଣିଷର ଆନୁଷ୍ଠାନିକ ବିଦ୍ୟା ନାହିଁ। ମଣିଷ ମାଟ୍ରିକ, ଆଇ.ଏ., ବି.ଏ., ଏମ.ଏ. ପଢ଼ିନାହିଁ, ପାସ୍ କରିନାହିଁ। ଯଦି ବା ଅଛି, ତାହା ସ୍ୱଳ୍ପ, ମାନେ ମାଇନର ପାସ୍, ସପ୍ତମ ଶ୍ରେଣୀ ଯାଏ ପଢ଼ିଛି, ଯାହାକି ଏଭଳି ମଣିଷର ଆନୁଷ୍ଠାନିକ ବିଦ୍ୟା ବା ଇଂରାଜୀର ୱିଜ୍‌ଡମ୍। ସ୍ୱଳ୍ପ, ଅଳ୍ପ। ପରନ୍ତୁ ଏଭଳି ମଣିଷ ଯାହା ପାଇଲା, ବହି ପଢ଼ିଲା, ପାଠୁଆ ମଣିଷ ପାଖେ ଯାଇ ବସିଲା, ଜଣେ ବହୁପାଠୀ ବ୍ୟକ୍ତି ହେବାକୁ ଚାହିଁ ଏଣୁ ତେଣୁ ବହି ପଢ଼ିଲା, ପାଠାଗାରରେ ଯାଇ ବସିଲା, ଶିକ୍ଷିତ ଲୋକକୁ ସାଙ୍ଗ କଲା, ସାଙ୍ଗ ହେଲା, କଥାରେ ଅଛି ପରା, ପ୍ରବୀଣଜନଠାରୁ ସଦୁପଦେଶ ପାଇ ମୁଁ ହୋଇଲି ବିଜ୍ଞ ବିଶେଷ। ନିର୍ବାସିତର ବିଳାପ କବିତା। ମଧୁରାଅ। ସ୍ୱକୀୟ ବ୍ୟକ୍ତିଗତ ଉଦ୍ୟମରେ ଜ୍ଞାନ ଆହରଣ ବା ନଲେଜ ଗେନ୍ କରି ପ୍ରାପ୍ତ ହୋଇ ବିଜ୍ଞ ବା ଜାଣିବାକାରୀ ହୋଇପାରିବାର ଦୃଷ୍ଟାନ୍ତ ଦୁର୍ମିଳ ନୁହେଁ, ଅଭାବ ନାହିଁ। ସେଥିପାଇଁ କୁହାଯାଇଛି, ନଲେଜ ଏବଂ ୱିଜ୍‌ଡମ୍ ଭିତରେ ପାର୍ଥକ୍ୟ ବା ତଫାତ୍ ଅଛି। ୱିଜ୍‌ଡମ୍ ଆନୁଷ୍ଠାନିକ ବିଦ୍ୟାକୁ ବୁଝାଏ, ହେଲେ ନଲେଜ ଦିଗ ସବୁ ଦିଗକୁ ବିସ୍ତାରିତ। କେବଳ ମଣିଷର ଆଟିଚ୍ୟୁଡ୍ ବା ଆଚରଣ, ସ୍ୱଭାବ ଏଥିପାଇଁ ଦରକାର। ଉଦାହରଣ ସ୍ୱରୂପ ସନ୍ଥ କବି ଭୀମ ଭୋଇଙ୍କର ଆନୁଷ୍ଠାନିକ ବିଦ୍ୟା ନଥିଲା କହିଲେ ଚଳେ। ତଥାପି ଓଡ଼ିଆ ସାହିତ୍ୟରେ ସେ କବିର ସମ୍ମାନିତ ମର୍ଯ୍ୟାଦା ପାଇଛନ୍ତି। ସେ ଯେଉଁ ସ୍ତୁତି ଚିନ୍ତାମଣି, ବ୍ରହ୍ମ ନିରୂପଣ ଗୀତା, ଜଣାଣ ଭଜନ ଲେଖିଛନ୍ତି, ରଚନା କରିଛନ୍ତି, ଏସବୁ ନୈସର୍ଗିକ ଜ୍ଞାନ ବା ବିଭୁଦୟା, ଗଡ୍ସ ଗ୍ରେସ୍ ବ୍ୟତୀତ ଅନ୍ୟ କିଛି ନୁହେଁ। ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ, ଦେଖୁ ଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ। କେତେ ବଡ଼ କଥା ସତରେ କହିଲେ ଏହା ଭୀମ ଭୋଇଙ୍କର ମହତ୍ ନିର୍ମଳ ଜ୍ଞାନୋଦୟ ହୃଦୟର ମହାନ କଥା। ମନର ପରିଭାଷାର ଅପୂର୍ବ ତ୍ୟାଗମୟତାର ଏ ଅନୁଭାବିତ ଚିନ୍ତାଶୀଳ ଜ୍ଞାନମୟ କଥା, ଯାହାକି ଦିଲ୍ଲୀର କେନ୍ଦ୍ର ସାହିତ୍ୟ ଏକାଡେମୀର ଦରବାର ହଲରେ ଉତ୍କୀର୍ଣ୍ଣ ହୋଇ ଅଛି। ଜୀବନରେ ଭୀମ, ପ୍ରକୃତରେ ଭୀମ, ହାସ୍ୟଭର୍ତ୍ସନା, ଗାଳି ଗର୍ବ ଠସାକୁ ଗଳାରେ ପିନ୍ଧିଛି ମାଳ, ଟାକି ଟାକି ମୁହିଁ ଆଗତକୁ ଚାହିଁ ବହି ଯାଉଅଛି କାଳ। ଆଶାବାଦିତାର ପଟାନ୍ତର ନାହିଁ। ଅଦ୍ୱିତୀୟ ଉଦାହରଣ ଦୁନିଆରେ ଖୁବ୍ କମ୍ ଥାଇପାରେ। ଆଜିର ଏ ସ୍ୱାର୍ଥପର ସୁବିଧାବାଦୀ ଜଗତରେ ନିଃସ୍ୱାର୍ଥପରତାର
ଏ ତ୍ୟାଗମୟତାର ଅପୂର୍ବ ନମୁନା ବିରଳ। ଏହାକୁ ଆମେ ଜ୍ଞାନ କହିବା, ବିଦ୍ୟା କହିପାରିବା ନାହିଁ, କାରଣ ଆନୁଷ୍ଠାନିକତା ନାହିଁ। ଇଂରାଜୀରେ କଥା ଅଛି, ନଲେଜ୍ ଇଜ୍ ପାୱାର, ଅର୍ଥାତ୍ ଜ୍ଞାନ ହିଁ ଶକ୍ତିଶାଳୀ। ଭୀମ ଭୋଇଙ୍କର ଏତାଦୃଶ ଅଧିକ ବାକ୍ୟାବଳୀ କଥାମାନ ମଣିଷର ଜାଣିବାର ଜ୍ଞାନରେ ଶକ୍ତି ବୃଦ୍ଧି ଅବଶ୍ୟ କରାଏ। ସିଂହ ଶୋଷକ କଥାର ସଂସ୍କୃତ ଗଳ୍ପକୁ ଏଠି ଆଣୁଅଛି। ଜଙ୍ଗଲର ରଜା ସିଂହ ବୁଲି ବୁଲି ପଶୁବଧ କରିବାରେ ଜଙ୍ଗଲର ପଶୁମାନେ ମେଳିକରି ସିଂହରଜା ପାଖେ ଗୁହାରି କରି ଦଇନି ଜଣାଇଲେ, ଆପଣଙ୍କୁ ମହାଶୟ ପ୍ରତିଦିନ ଗୋଟିଏ ଲେଖାଏଁ ଜୀବ ମାରିକି ଖାଇବାକୁ ଦିଆଯିବ। ଆପଣ ଏମିତି ମନଇଚ୍ଛା ଜଙ୍ଗଲରେ ବୁଲି ବୁଲି ପଶୁ ମାରି ଖାଇଲେ ଅଳ୍ପ ଦିନରେ ଜଙ୍ଗଲ ପଶୁଶୂନ୍ୟ ହୋଇଯିବ। ଆମେ ପୁଣି ବଞ୍ଚିବୁ କେମିତି? ଆପଣ ମହିମାମୟ ଜିଓ ଅର୍ ଜିନେଦ ବାକ୍ୟ ସଦୟଚିତ୍ତ ହୋଇ ଶିଖିଲେ ଆମେ ଦୁର୍ବଳ ପଶୁଗୋଷ୍ଠୀ ବର୍ତ୍ତିଯିବୁ। କ'ଣ ବୁଝିଲେ ମହାଭାଗ? ସିଂହ ମନରେ ଦୟା ଆସିଲା। ସେ ରାଜି ହେଲା। ଥରେ ଏକ ସାମାନ୍ୟ ଠେକୁଆ ଭଳି ଅତି ଛୋଟ ଆକାର ପ୍ରାଣଧାରୀ ପ୍ରାଣୀଟିର ପାଳି ପଡ଼ିଲା। ବିଚରା ବାପକୁ ମଉସା କରି ଜାଣି ଶୁଣିକି ଡେରି କରି ଭାବି ଭାବି ଯାଉଥାଏ, କେମିତି ହିଂସ୍ର ମାଂସ ଖାଦକ ଏଇ ଜଙ୍ଗଲ ରଜା ଦାବିଦାର ଦୁଷ୍ଟ ପ୍ରାଣୀଟିକୁ ମାରି ଦିଅନ୍ତି ଯଦି ଆମ ଭଳି ଦୁର୍ବଳ ନିରୀହ ପଶୁବଂଶ ବଞ୍ଚିଯାଆନ୍ତେ। ଏମିତି ଭାବି ଭାବି ଯାଉଥିବା ବେଳେ ବାଟରେ କୂଅଟିଏ ଥିବା ଦେଖି ଏବଂ କୂପ ଜଳରେ ତା'ର ନିଜର ପ୍ରତିବିମ୍ବ ପଡ଼ୁଥିବା ଜାଣି କୌଶଳ କରି ବୁଦ୍ଧି ଖଟାଇ ଜ୍ଞାନ ପ୍ରୟୋଗରେ ମୂର୍ଖ ନିର୍ବୋଧ ସିଂହକୁ କୂଅରେ ପକାଇ ମାରିଦେଲା। ଏଥିରୁ ପାଠକକୁ ଜ୍ଞାନ ମିଳିଲା, ବୁଦ୍ଧି ଯାହାର ବଳ ତାହାର। ସିଂହ କଇଁଛର କାହାଣୀ ଆମକୁ ଏଇ ରୂପକ ଗଳ୍ପରୁ ଜ୍ଞାନ ଉଦୟ କରାଏ କି ଧୀର ପାଣି ଠେକୁଆ କଇଁଛର କାହାଣୀ ଆମକୁ ଏଇ ରୂପକ ଗଳ୍ପରୁ ଜ୍ଞାନ ଉଦୟ କରାଏ କି ଧୀର ପାଣି ପଥର କାଟେ, ବା ସ୍ଲୋ ଆଣ୍ଡ ଷ୍ଟିଡି ୱିନ୍ସ ଦି ରେସ୍। ସହସା ବିଧୟତେ ନ କ୍ରିୟାମ୍ ପରା କୁହାଯାଇଛି। ବୁଝି ବିଚାରି କର୍ମ କଲେ ପ୍ରମାଦ ନ ପଡ଼ଇ ଭଲେ। ଏହାକୁ କହନ୍ତି ପୁସ୍ତକ ସମ୍ମିତ ଏବଂ ବ୍ୟାବହାରିକ ଜ୍ଞାନ, ଯେଉଁଥିରେ ବିଦ୍ୟାର ବିଦ୍ୟାଳୟିକ ଆନୁଷ୍ଠାନିକ ଜ୍ଞାନ ନାହିଁ। ଏହା ବାହ୍ୟ ଉତ୍ସରୁ ପ୍ରାପ୍ତ ଜ୍ଞାନ, ବହି ପଢ଼ା ଧ୍ୟାନ। ପୁସ୍ତକ କୀଟ ବ୍ୟକ୍ତି ଏଭଳି ଜ୍ଞାନ ପାଇଥାଏ, ପ୍ରାପ୍ତ ହୁଏ। ଏପିଷ୍ଟେମୋଲୋଜି ହେଉଛି ଥିଓରି ଅଫ୍ ନଲେଜ, ଯେଉଁଥିରେ ଅଛି ଜ୍ଞାନର ପ୍ରକୃତି ଏବଂ ପରିସର, ଜ୍ଞାନ ଅଧ୍ୟୟନ, ଜ୍ଞାନର ଅବସ୍ଥିତି, ଜ୍ଞାନର ସମ୍ପର୍କ, ଜ୍ଞାନର ଉତ୍ସୁକତା ବା ଜାଣିବା। ଜ୍ଞାନ ପାଇବା ସହିତ ଜ୍ଞାନକୁ ଉପଯୁକ୍ତ ମତେ ବୁଝିବା ଦରକାର, ନହେଲେ ପ୍ରାପ୍ତ ଜ୍ଞାନର ଉପଯୁକ୍ତ ପ୍ରୟୋଗ ବା ବ୍ୟବହାର ପ୍ରାତ୍ୟହିକ ଜୀବନ ଧାରଣର ପଦ୍ଧତିରେ ହୋଇପାରିବ ନାହିଁ। କାରଣ ସୁଜ୍ଞାନ ଓ କୁଜ୍ଞାନ ହୋଇ ଜ୍ଞାନର ଦୁଇ ଭେଦ ଅଛି। ଯେମିତି ଧର୍ମ ବୁଦ୍ଧି, ପାପ ବୁଦ୍ଧି କଥା ଆପଣ ଶ୍ରୋତାଏ ପାଠକେ ଜାଣିଛନ୍ତି। ଏହି ନାମରେ ଦୁଇ ସାଙ୍ଗ ଏକଦା ଥିଲେ। ଥରେ ଦୁହେଁ ବାଟରେ ଯାଉଥିବା ବେଳେ କିଛି ସ୍ୱର୍ଣ୍ଣମୁଦ୍ରା ପାଇଥିଲେ। ସେବେ ଥାଏ ରାଜରାଜୁଡ଼ା ସମୟ। ଦୁହେଁ ଭାବିଲେ ସବୁତକ ଏଭଳି ଧନ ନେଇଗଲେ ଅସୁବିଧା, ଗୋଟିଏ ଗଛ ତଳେ କିଛି ପୋତି ଅଳ୍ପ କିଛି ବାଣ୍ଟିକି ସାଥିରେ ନେଲେ। ସରିଗଲେ ପୁଣି ଆସି ନେବେ। ଧର୍ମ ବୁଦ୍ଧି ଧାର୍ମିକ ନୀତି ଆଦର୍ଶବାଦୀ, ହେଲେ ପାପ ବୁଦ୍ଧି ପାପାତ୍ମା ଦୁଷ୍ଟାତ୍ମା। ସେ ସବୁ ସ୍ୱର୍ଣ୍ଣମୁଦ୍ରା ଧର୍ମ ବୁଦ୍ଧିକୁ ନ ଜଣାଇ ନେଇଗଲା। ପରେ ଯାଇ ଧର୍ମକୁ କହିଲା, ଭାଇ କିଛି ଆଣିବା। ଦୁହେଁ ଗଲେ, ଯାଇ ଦେଖିଲେ ଧନ ନାହିଁ। ପୋତା ଧନ ଗାଏବ। ପରସ୍ପର କାଦୁଅ ଛାଟିଲେ। କଥା ରାଜାଙ୍କ କାନକୁ ଗଲା। ପାପ ବୁଦ୍ଧି ପୂର୍ବରୁ ପାପ ଚିନ୍ତା କରି ତା'ର ବାପାକୁ ଆଣି ଗଛ କୋରଡ଼ରେ ଶିଖାଇ ବତାଇ ଲୁଚାଇଲା। ରାଜା ପଚାରିଲେ, ଏ ବୃକ୍ଷ ଦେବତା, ଦୁହିଁଙ୍କର ଧନ କୁଆଡ଼େ ଗଲା କୁହନ୍ତୁ। ଗଛ କୋରଡ଼ରୁ ଶବ୍ଦ ଆସିଲା, ସବୁ ଧନ ଧର୍ମୁ ନେଇଛି। ଧର୍ମକୁ ଧର୍ମଜ୍ଞାନ ଉପାୟ ଦେବାରୁ ନିଆଁ ଜଳାଇ ପାପାତ୍ମା ବାପାକୁ ବାହାର କରାଇ ରାଜାଙ୍କର ପାଦଚଟା କୁତା କରି ଦଣ୍ଡ ଦିଆଇ ସୁଜ୍ଞାନର ସଦ୍ଗତି ପ୍ରାପ୍ତ ହେଲା। କଥାରେ ଅଛି ପରା, ବିଦ୍ୟା ମହାମିତ୍ର, ବିଦ୍ୟା ମହାବଳ, ବିଦ୍ୟା ଅଟଇ ମହାଧନ, ଜଗତେ ବିଦ୍ୱାନ ଲୋଭଇ ସମ୍ମାନ, ମୂର୍ଖ ପାଏ ଅପମାନ। ନଲେଜ
ହୋଇ ଜ୍ଞାନଧାରୀ ଥାଇ ୱିଜଡମ୍ ବା ବିଦ୍ୟାଧର ଜଗତରେ ସମ୍ମାନ ପ୍ରାପ୍ତ କଲା। ଆଉ କୁଜ୍ଞାନ ଦୁଷ୍ଟ ବୁଦ୍ଧି ପପୁ ବା ପାପବୁଦ୍ଧି ମୂର୍ଖ ଥାଇ ଅପମାନ ବଳିଲା। ଜ୍ଞାନତତ୍ତ୍ୱର ପ୍ରକୃତି ଓ ପରିସର କେମିତି ଶ୍ରୋତାଏ ପାଠକ ହୋଇ ବ୍ୟବହାରିକ ଦିଗରୁ ବେଶ୍ ଜାଣିପାରିଥିବେ। ଜ୍ଞାନର ପ୍ରକୃତି ବହିରେ ଥାଏ, ଆଉ ପରିସର ବା ବ୍ୟାପ୍ତି ସେହି ପଠିତ ବହିରୁ ବି ମିଳିଥାଏ। ତେବେ ଜ୍ଞାନର ଅଧ୍ୟୟନ ତା'ର ଯଥାର୍ଥ ନିର୍ବାଚନ ବା ମନୋନୟନରେ ଥାଏ। କିଏ କେମିତି ଜ୍ଞାନ ଚାହୁଁଛି ବା ଦରକାର କରୁଛି, ସେଥିରୁ ଜଣାଯାଇ ପାରିଥାଏ। ଅଜସ୍ର ଜ୍ଞାନରୁ ଜ୍ଞାନ ବାଛିବା ମଣିଷର ଆଗ୍ରହ ଯାହାକି ରୁଚିଶୀଳ। କିଏ ଶୀଳ ଜ୍ଞାନ ବାଛୁଛି, କିଏ ଅଶୀଳ ଜ୍ଞାନ ବାଛୁଛି, କିଏ ଧର୍ମ ଜ୍ଞାନ ଚାହୁଁଛି, କିଏ ଅବା ସାହିତ୍ୟ ଜ୍ଞାନ ଇଚ୍ଛା କରୁଛି। ଜ୍ଞାନ ସର୍ବତ୍ର ସବୁଠି ଉଭା ପୋତା ହୋଇଅଛି। ଦରକାର ଅନୁସନ୍ଧାନ ତାହା ଉପଯୁକ୍ତର ହୋଇପାରେ ଅବା ଅନୁପଯୁକ୍ତ, ତା'ର ସବୁଥିରେ ସଂଯୁକ୍ତି ରହିଛି, ନିଯୋଗ ଅଛି। ଜ୍ଞାନର ପ୍ରକୃତି ଏବଂ ପରିସର ପରିବ୍ୟାପ୍ତ ବା ବିସ୍ତୃତ। ଆଉ ସେଇଥିରେ ଜ୍ଞାନର ପଢ଼ିବା ଆଖିରେ ଅତିବାହିତରେ ହୋଇଥାନ୍ତି। ଜ୍ଞାନର ଏରିଆ ବା ସ୍ଥିତାବସ୍ଥା ଥାଏ। ମନରେ ପ୍ରଶ୍ନ ଆସେ କି କେମିତି ଜ୍ଞାନ ପାଇବି, ପ୍ରାପ୍ତ ହେବି, ଜ୍ଞାନ ସହିତ ବିଦ୍ୟାର୍ଥୀ ହୋଇ ସମ୍ପର୍କ ସମ୍ବନ୍ଧ ରଖିବି। ଜୀବନ ବିତାଇଲା ମାନେ ଜ୍ଞାନ ବା ବିଦ୍ୟା ଆସିବ। ସୁ କୁ ଯାହା ହୋଇଥାଉ। ମଦୁଆ ମଦ ପିଇ ଜ୍ଞାନ ପାଇ କହେ, ଛି ଛି ମଦ ପିଇବି ନାଇଲୋ ନାଲି ପାଣି ପରି ଦିଶେ। ସେହି ନାଲି ପାଣି ପେଟରେ ପଡ଼ିଲେ 14 ଭୁବନ ଦିଶେ। ବୈଷ୍ଣବ ପାଣି। ଏ ଲାଲ ରଙ୍ଗ କବ ମୁଝେ ଛୋଡ଼େଗା ଜବ ତୁ ଚାହେଗା। ପ୍ରେମ ନଗର ନାମକ ହିନ୍ଦୀ ସିନେମାର ଗୀତ। ଗାୟକ କିଶୋର କୁମାର, ଫିଲ୍ମ ଗାୟକ ରାଜେଶ ଖାନ୍ନା। ସେହି ସିନେମାର ଗୀତରେ ଅଛି, ବାଇ ବାଇ ମିସ୍ ଗୁଡ ନାଇଟ କଲ ଫିର ମିଲେଙ୍ଗେ ରଙ୍ଗିଲା ଦିନ ଭି କ୍ୟା ରଙ୍ଗିଲି ରାତ ଆଇ। ଏଥିରୁ ଶ୍ରୋତାକୁ ଜ୍ଞାନ ମିଳୁଛି କି ସୁରା ସାକିର ଆସଙ୍ଗ ଲିପ୍ସାର ମନୋଭାବ, କାବା ଡାନ୍ସର ଉଚ୍ଛୃଙ୍ଖଳତା, ଆତ୍ମାକୁ ଅପବିତ୍ର କରିବାର ଆକାଂକ୍ଷା। ଯେମିତି ନୂଆବର୍ଷର ଜିରୋ ନାଇଟ୍ ସେଲିବ୍ରେସନରେ କ୍ଲବ କାବା ଘରେ ହୋଇଥାଏ ଉଦଣ୍ଡ ନୃତ୍ୟ। ଯେମିତି ଭାଗବତରେ ପିଙ୍ଗଳା ବେଶ୍ୟା କହିଛି, ଆତ୍ମାକୁ ଦିଅନ୍ତି ଯେ ହରି ତାତହୁଁ ଆନ ଇଚ୍ଛା କରି। ମୋ ପ୍ରାଣନାଥ ଅଛି ମୋ ପାଶେ ତହୁଁ ମୁଁ ନ ଦେଖଇ ପ୍ରତ୍ୟକ୍ଷେ। ଏ ତ ଆତ୍ମାର କସ୍ତୁରୀ ମୃଗ ହରାଇବାର ବିଭ୍ରମତା ବା ଭ୍ରାନ୍ତି ବା ବାତୁଳତା। When wealth is lost, nothing is lost. When health is lost, something is lost. And when character is lost, everything is lost. ଏହା ହେଉଛି ଜ୍ଞାନ। ଏହି ଜ୍ଞାନ ଜାଣିକି ବୁଝିକି ମଣିଷ ଏହି ଅନୁଯାୟୀ ଜୀବନ ବିତାଇବା ଦରକାର। ସେଭ୍ ଟୁଡେ, ସ୍ମାଇଲ୍ ଟୁମରୋ। ଆଜି ସଞ୍ଚୟ କର, ଆଗାମୀକାଲିକୁ ହସିବ, ମାନେ ଖୁସିରେ ଜୀବନ ବିତିବ। ସଂସାରରେ ପ୍ରତ୍ୟେକ ମଣିଷର ଜ୍ଞାନ ପ୍ରାପ୍ତିର ନିଜ ନିଜ ସ୍ଥିତି ଅଛି, ଯାହାକି ରୁଚି ବା ମନର ଇଚ୍ଛା ଅନୁଯାୟୀ ହୋଇଥାଏ। ଯେମିତି ଲୋକେ କ୍ରିକେଟ ପ୍ରେମୀ ଥାଆନ୍ତି। ଭାରତ ପାକିସ୍ତାନ କ୍ରିକେଟ ମ୍ୟାଚ ଦେଖିବାକୁ କର୍ମଚାରୀ ଛୁଟି ନେଇଥାନ୍ତି। ହେଲେ ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ କ୍ରିକେଟ ପ୍ରିୟ ନୁହନ୍ତି, କ୍ରିକେଟ ଖେଳ ସମ୍ପର୍କରେ ଜ୍ଞାନ ରଖିବାକୁ ଇଚ୍ଛୁକ ବି ନୁହନ୍ତି। କ୍ରିକେଟ ଖେଳ ଏମାନଙ୍କ ମନରେ କୌଣସି ପ୍ରତିକ୍ରିୟା ବି ସୃଷ୍ଟି କରିନଥାଏ। ହେଲେ ଯାତ୍ରା ଦେଖିବାକୁ ଏମାନେ ଭାରି ଆଗ୍ରହୀ। ରାତି ରାତି ଉଜାଗର ରହି ଯାତ୍ରା ଦେଖିଥାନ୍ତି। ଟିକେଟ ମୂଲ୍ୟ ଯେତେ ହୋଇଥାଉ ନା କାହିଁକି ଦେବାକୁ ପ୍ରସ୍ତୁତ। ପଚାରିଲେ ଏମାନେ କହନ୍ତି, ଯାତ୍ରାରେ ଯେଉଁ ମଜା ସିନେମାରେ ନାହିଁ। ଯାତ୍ରା ଅଭିନୟରେ ଖଳନାୟକ ବା ଭିଲିଆନର ଭୂମିକା ଦେଖିବାକୁ ଆମେ ଆଗ୍ରହୀ। ଭିଲେନର ଧର୍ଷଣ, ରେପ୍, ଅଶ୍ଳୀଳ ଅଙ୍ଗଭଙ୍ଗୀର ଯୌନ ଉତ୍ତେଜକ ଅଭିବ୍ୟକ୍ତି, ତା'ର ବେଶସଜ୍ଜା, ପୋଷାକ ପରିଧାନ, ଗର୍ଜନ ତର୍ଜନ ସଂଳାପ, ନିଷ୍ଠୁର ନିର୍ଦ୍ଦୟ ଅଭିନୟିକ ବ୍ୟକ୍ତିତ୍ୱ ଭାରି ରୋମାଞ୍ଚକର ଶିହରଣ ଆଣେ। ଜାଣିଛୁ, ଏକଦା ଜଣେ ଗୋରା ସ୍ୱାସ୍ଥ୍ୟବାନ ସୁନ୍ଦର ପଇତା ପକା ବ୍ରାହ୍ମଣ ଟୋକା, ବୟସ 35-35, ଖାଲି ଦେହରେ କଳା ରଙ୍ଗର ଚିପା ଚୁଡ଼ିଦାର, ସାଟିନ କନାର ତିଆରି ପାଇଜାମା ପିନ୍ଧି, ପାଦରେ ଲାଲି ରଙ୍ଗର ମୋଜା, ଜରି କାମ କରା ଚିକ୍ ଚିକ୍ ନାଗରା ଜୋତା ପିନ୍ଧି, ଆଖିରେ କଳା, ଆଖିର ଉପର ତଳ ପତାରେ ଲାଲି ରଙ୍ଗ, ମୁହଁରେ
ପାଉଡର ଜିଙ୍କ ଗୁଣ୍ଡ ଲଗାଇ ମୁଖମଣ୍ଡଳକୁ ଚିକ୍ଚିକ୍ କରାଇ ଓଠରେ ଲିପଷ୍ଟିକ୍ ସହ ଖର ନିଶ୍ୱାସ ଛାଡ଼ି ଧପ୍ ଧପ୍ ଚାଲି ଦ୍ରୁତ ଗତିରେ ପକାଇ ଉତ୍ଥିତ ଯୌନାଙ୍ଗ ଦେଖାଇ ନାୟିକାର କେଶ ଟାଣି ଉଜ୍ଜ୍ୱଳ ତୀବ୍ର ପତିତ ଆଲୋକରେ ରାସ୍ତା ଦେଇ ମଞ୍ଚକୁ ଆସି ନାୟିକାର ଧର୍ଷଣ କରିବା ସମୟରେ ଖଳନାୟକର ଉତ୍ଥିତ ଯୌନାଙ୍ଗଟି ନାୟିକାର ଦେହରେ ବାଜୁଥାଏ। ଶେଷରେ ନାୟିକା ଅତିଷ୍ଠ ହୋଇ ଯୌନାଙ୍ଗକୁ ହାତ ମୁଠାରେ ଚିପି ଦେବାରୁ ପଠାଣ ମିଆଁ ଖଳନାୟକଟି ଅସ୍ୱାଭାବିକ ଚିତ୍କାର କରୁଥିବା ବେଳେ ନାୟିକା କୌଶଳକ୍ରମେ ମଞ୍ଚରୁ ଦୌଡ଼ି ପଛେ ପଛେ ବିକଟାଳ ପାଟି କରି ପଠାଣ ମିଆଁ ଖଳନାୟକ ଦୌଡ଼ି ଆସୁଥିବା ବେଳେ ଲୋକଙ୍କ ଦ୍ୱାରା ଧରା ହୋଇ ଚୁଟି ଟଣାରେ ନଇଁ ନଇଁ ଘୋଷାଡ଼ି ହୋଇ ପୁଣି ମଞ୍ଚକୁ ଚାଲିଯାଇ ହାତରେ ହ୍ୟାଣ୍ଡକପ୍ ଅଣ୍ଟାରେ ଚେନ୍ ଗୁଡ଼ାଇବାକୁ ଧରାଯାଇ ଗାଣ୍ଡିରେ ରୁଲ୍ ବାଡ଼ି ଗେଞ୍ଜା ପିଠି ପେଟ ଜଙ୍ଘରେ ମାଡ଼ ଖାଇ ପାଟିରେ ଟେପ୍ ଦେଇ ପାଟିକୁ ବନ୍ଦ କରି ଦିଅନ୍ତେ ଚିତ୍ ହୋଇ ଉର୍ଦ୍ଧ୍ୱ ମୁଖରେ ଗଁ ଗଁ ଧ୍ୱନି ଛାଡ଼ି ମୁତିବା ହଗିବାର ସଂକେତ ହାତ ଦେଇ ଦେଖାଇଲା। ମଞ୍ଚରେ ପଠାଣ ମିଆଁ ଭିଲେନ୍କୁ କିଛି ସମୟ ପକାଇ ରଖାଇ ମୁଣ୍ଡରେ କଳା ଢାଙ୍କୁଣୀ ପିନ୍ଧାଇ ବେଶଘରକୁ ବନ୍ଦୀ ରୀତିରେ ନିଆଗଲା। ବାଟରେ ଦର୍ଶକ ଖୁସିରେ ତା'ର ପିଠି ପିଚାକୁ ହାତ ମାରି ଦେଉଥାନ୍ତି। ଭିଲେନ୍ର ନାଟ୍ୟ ଶିକ୍ଷାଦାତା ଗୁରୁଙ୍କୁ 100, 200, 500 ହୋଇ ଟଙ୍କା କିଛି ଦେଲେ ଜ୍ଞାନର ଏତାଦୃଶ ବ୍ୟାବହାରିକ ସ୍ଥିତି ଯାହାକି ପ୍ରାୟୋଗିକ ଅନୁଭୂତିଜର ଅବସ୍ଥିତି ବା ଏରିଆ ଦେଖିଲେ D.H. ଲରେନ୍ସଙ୍କର ସେକ୍ସ ଇଜ୍ ଏ ଡେଫିନାଇଟ୍ ଅର୍ଜ ଉକ୍ତି କଥା ମନେ ପଡ଼େ। ଅର୍ଥାତ୍ ଯୌନତା ଜୀବନର ନିଶ୍ଚିତ ଚାହିଦା। ନିଜଠାରେ ଗୁପ୍ତରେ ଦେଖିବା, ଅନ୍ୟଠାରେ ମୁକ୍ତରେ ଦେଖିବାର ଆକର୍ଷଣ ଅବାରିତ ଅବାରଣୀୟ। ପ୍ରଶ୍ନ ଆସେ, ଅଭିନୟରେ ଏଭଳି ବିମୁକ୍ତ ଯୌନାଚାର ଦୃଶ୍ୟ ସାର୍ବଜନୀନ ସ୍ଥଳରେ ପ୍ରଦର୍ଶିତ କରାଇବାର ଏକମାତ୍ର ଉଦ୍ଦେଶ୍ୟ ବ୍ୟାବସାୟିକ ଅଭିବୃଦ୍ଧି ତଥା ଅତିବାସ୍ତବିକ ସର୍ରିଆଲିଷ୍ଟିକ୍ ଦୃଷ୍ଟିଭଙ୍ଗୀ ଆଣି ଶିକ୍ଷାୟିତ ପ୍ରାପ୍ତ ଜ୍ଞାନରେ ପେଶାଦାରିକ ଦର୍ଶକୀୟ ଚାହିଦା ବଢ଼ାଇ ଯାତ୍ରାକୁ କେତେଦୂର ଲୋକପ୍ରିୟ କରାଯାଇ ପାରିବ ତା'ର ପ୍ରୟାସ ବୃଦ୍ଧିକାରୀ ଶୈଳୀ। ଏଠି ଜ୍ଞାନର ସମ୍ପର୍କ ପରିତୃପ୍ତି ସହିତ, ପ୍ରଦର୍ଶନ ନିର୍ଦ୍ଦେଶକର ମନୋଭାବ ସହିତ ଜଡ଼ିତ। ଅଭିନେତା ଏଥିପାଇଁ ଅଙ୍ଗୀକାରବଦ୍ଧ। ଯେହେତୁ ଦରମାଧାରୀ ବେତନଭୋଗୀ ଅଛି, କରି ଦେଖାଇବାକୁ ବାଧ୍ୟ। ଜ୍ଞାନର ପ୍ରକୃତି ଓ ପରିସର, କଳାରେ ଶୀଳ ଅଶ୍ଳୀଳତା ନାହିଁ ଥିଲେ ମଣିଷ ଲିଙ୍ଗଯୋନିର ପୂଜା ମଙ୍ଗଳମୟ ଶିବଲିଙ୍ଗରେ କରିନଥାନ୍ତା। ସାର୍ବଜନୀନ ପ୍ରଦର୍ଶନ ଭିତ୍ତିରେ ଶିବ ମନ୍ଦିରରେ ଅଭିନୟ ଯଦି ଅଶ୍ଳୀଳ ହେଲା ତେବେ ଧର୍ମାଚାର କ'ଣ ହେବ ବିଚାରଣୀୟ। ଅଲ୍ଲାହ କହିଛନ୍ତି, ନିଜର ଲଜ୍ଜାଙ୍ଗର ସୁରକ୍ଷା କର। କିନ୍ତୁ ମଣିଷ ନିଜର ଲଜ୍ଜାଙ୍ଗର ସାର୍ବିକ ପ୍ରଦର୍ଶନ କରୁଛି। ପରିଣାମ ମଲାପରେ କ'ଣ ହେବ ଆଜିଠାରୁ ଜ୍ଞାନ ଖଟାଇ ଚିନ୍ତା କରିବା ନିହାତି ଆବଶ୍ୟକ। ନହେଲେ ଅଶ୍ଳୀଳ ଜ୍ଞାନରେ ସୁଧାର କେମିତି ହେବ? ମରିବାର ଠିକଣା ନାହିଁ। କେଉଁ ସମୟରେ ମୃତ୍ୟୁ ଆସି ଜୀବନ ପାଖରେ ପହଞ୍ଚିପାରେ। ଇଚ୍ଛା ଥିଲେ ବି ବାଧ୍ୟ ଛାଡ଼ିବା ହେଲା ସୁଧାର ନିଜେ ଚାହିଁବାକୁ ପଡ଼ିବ। ଜ୍ଞାନର ପ୍ରକୃତି, ଉତ୍ସ ବା ଆସିବା, ବୈଧତା, ସୀମା, ଜ୍ଞାନର ପ୍ରକୃତ ପ୍ରତିନିଧିତ୍ୱ, ଭିତ୍ତି ଜ୍ଞାନର ପ୍ରକୃତି ପ୍ରଭାବରେ ଥାଏ। ଉତ୍ସ ବା ଆସିବା ଅତିବାହିତରେ ଉପକାରିତାରେ ବୈଧତା ଅଛି। ସୀମାରେ ସ୍ପୃହା, ପ୍ରକୃତ ପ୍ରତିନିଧି ମନ ଏବଂ ମସ୍ତିଷ୍କ ଭିତ୍ତି ଜାଣିବାରେ ଥାଏ। ଦେଖିକି, ପଢ଼ିକି, ଶୁଣିକି, ବୁଝିକି। ମୁଁ ଜଣେ ଓଡ଼ିଆ ଅଧ୍ୟାପକ ଥିଲି। 34 ବର୍ଷ ଚାକିରି କରିବା ପରେ ବର୍ଷେ ହେଲା ଅବସର ନେଇଅଛି। ଗଦ୍ୟ ପଦ୍ୟ ହୋଇ ଓଡ଼ିଆ ସାହିତ୍ୟ ବିପୁଳ। ହେଲେ ମୁଁ ସବୁଥିରେ ମୋର ଜ୍ଞାନ ଅପରିସୀମ ନଥିଲା। ମୁଁ ବେଶୀକରି ଆଧୁନିକ କବିତା ପଢ଼ାଇବାକୁ ଭଲ ପାଏ। ଏଥିର ସମୀକ୍ଷା ଲେଖେ, ପ୍ରକାଶ କରେ। ଏହାଛଡ଼ା ମୋର ଆଗ୍ରହ ଗଳ୍ପ, ପ୍ରବନ୍ଧ, ନାଟକ ପଢ଼ାଇବାରେ। ଉପନ୍ୟାସ ଜମାରୁ ପଢ଼ାଇବାକୁ ଭଲ ଲାଗୁ ନଥିଲେ ମଧ୍ୟ ପରିସ୍ଥିତି ଚାପରେ ପଡ଼ି ବଲାଙ୍ଗୀରର ରାଜେନ୍ଦ୍ର କଲେଜରେ ଡେପୁଟେସନରେ ଥାଇ ବିଭୂତି ପଟ୍ଟନାୟକଙ୍କ ଦ୍ୱାରା ରଚିତ ବଧୂ ନିରୁପମା, ସୁରେନ୍ଦ୍ର ମହାନ୍ତିଙ୍କର ହଂସଗୀତି ଉପନ୍ୟାସ, ଟିଟିଲାଗଡ଼ରେ ଥାଇ ବିଭୂତି ପଟ୍ଟନାୟକଙ୍କର ଛବିର ମଣିଷ ନାମକ ଉପନ୍ୟାସ ପଢ଼ାଇଥିଲି। ନିଜେ ପରଜା ଉପନ୍ୟାସ ପଢ଼ିଥିଲି, ଭଲ ମଧ୍ୟ ପାଉଅଛି। ସୁରେନ୍ଦ୍ର ମହାନ୍ତିଙ୍କର ନୀଳଶୈଳ ଉପନ୍ୟାସ ମୋର M.A. ଓଡ଼ିଆ ଶ୍ରେଣୀରେ ଥିଲା 1985ରୁ 1987 ମସିହାର ଶିକ୍ଷା ଅଧିବେଶନରେ। ଏଥିରେ ଥିବା ଶରଦେଇ ନାମ୍ନୀ କାଳ୍ପନିକ ଚରିତ୍ରର ଜୀବନଗାଥା ମୋତେ ଅଭିଭୂତ ଆବେଗାନ୍ୱିତ କରିଥିଲା। ମୋର ସାର୍ ଅଶୋକ ଦାସ ପଢ଼ାଉଥିବା ବେଳେ ତାଙ୍କର କ୍ଲାସ୍ ଭାରି ରୋଚକମୟ
ଥିଲା ଚରିତ୍ର ପ୍ରତି ଭଲ ପାଇ ବସିଥିଲି। ଶରଦେଇର ଭାଷା ମଲା ଏ ଅକାଳେ କୁଆଡ଼େ ମ? ହଁ ରାତି ଗୋଟାକର ଚଟି ଘର କାହିଁକି ଅବା ମନେ ରହିବ? ଶରଦେଇ ଫୁଲ ନୁହେଁ କଣିଟା, କଣିଟା କେବଳ କଣ୍ଟକମୟ। ବଡ଼ ମାର୍ମିକ ହୋଇଛି ସୁରେନ୍ଦ୍ରଙ୍କ ଲେଖନୀରେ ଶରଦେଇ ଚରିତ୍ରଟି। ସେହିପରି ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କର ନରକିନ୍ନର ଉପନ୍ୟାସର ଜର୍ଜ ଚରିତ୍ର, ଗୋଦରୀ ବୁଢ଼ୀ ଚରିତ୍ରର ସଂଳାପ, ବୀର ତୁ ଭାରି, ବୀର ତୁ ଭାରି ଜଣେ ତୁ, ମୋର ଗରାଖ କେମିତି ବନ୍ଦ ହେଉ ଏଇଆ ତୋର ଇଚ୍ଛା। ହଇରେ ଖଣ୍ଡିଆ, ଏଇଠି କେତେ ଗିଲାସ ତୁ ଭାଙ୍ଗିଲୁଣି? ଅବିକା 4 ଅଣା ପଇସା ଥୋ, ନଇଲେ ଏଇ ପିଠା ଖଡ଼ିକାରେ ଦାଗି ଦେବି। ଭାରି ପୋତା ମୁହାଁ ଖଣ୍ଡେ। ପ୍ରଫେସର ଶାନ୍ତନୁ ଆଚାର୍ଯ୍ୟଙ୍କର ଚରିତ୍ରର ସଂଳାପ ସଂଯୋଜନା ସତରେ ଭାରି ହୃଦୟଗ୍ରାହୀ। ଜର୍ଜ ଯେତେବେଳେ ଜାରଜ ସନ୍ତାନଟିଏ ଥାଇ ହସ୍ପିଟାଲର ନଳାରୁ ଜଣେ ଖ୍ରୀଷ୍ଟିଆନ ପାଦ୍ରୀ ବୁଢ଼ାଙ୍କର ମନର ଦୟାଶୀଳତାରେ ମାନବର ସେବା ହିଁ ଈଶ୍ୱରଙ୍କ ସେବା, ସର୍ଭିସ୍ ଟୁ ଦ ମ୍ୟାନକାଇଣ୍ଡ ଇଜ୍ ସର୍ଭିସ୍ ଟୁ ଦ ଗଡ୍ ରେ ଛାଣି ଆଣି ପାଳି ପୋଷି ସ୍ନେହ ଆଦର ଦେଇ ଛୋଟିଆ ବାଳକରେ ବଢ଼ାଇ ଆଣି ମରିଗଲେ ପାଦ୍ରୀ ବୁଢ଼ାଙ୍କର ଭେଲା ହାଡ଼ୁଆ ମଲା ଶବପିଣ୍ଡରେ ଛାତିରେ ମୁଣ୍ଡ ରଖି ଅସହାୟ ପିଲାଟି କାନ୍ଦିକି କହିଛି, ମୁଁ ତ ହସ୍ପିଟାଲର ନର୍ଦ୍ଦମାରେ ପଡ଼ି କୁଆଁ କୁଆଁ କାନ୍ଦି କାନ୍ଦି ମରିଥାନ୍ତି। ମୋତେ କାହିଁକି ଉଦ୍ଧାର କରି ଆଜି କାହା ଭରସାରେ ଛାଡ଼ି ଚାଲିଗଲ? କି ଉଦ୍ଦେଶ୍ୟ ତୁମର ଥିଲା ବୁଢ଼ା? କ'ଣ ମୋଠାରୁ ବାପା ଡାକ ଟିକେ ଶୁଣିବା ପାଇଁ? ଏଇ ସ୍ଥାନରେ ମୋର ଆଖି ଅଶ୍ରୁ ସଜଳ ହୋଇପଡ଼େ। ଏଇଠି ଜ୍ଞାନର ସୀମା ସସୀମରୁ ଅସୀମତା ଆଡ଼କୁ ଚାଲିଯାଏ। ଗୋଦରୀ ବୁଢ଼ୀ ଜର୍ଜଠାରୁ ଯେବେ ପ୍ରଥମେ ମା' ଡାକ ଶୁଣିଛି, ତା'ର ଛାତି ସ୍ନେହ ଆଦରରେ ପୂରି ଉଠିଛି। ସେ ଚାହିଁଛି ଆଉ ଥରକୁ ଥର ଶୁଣୁ। ଉପନ୍ୟାସ ପ୍ରତି ଥିବା ମୋର ଅହେତୁକ ଘୃଣାଭାବ ଦୟାଭାବକୁ ବଦଳେ। ପୁଣି ଫକୀରମୋହନଙ୍କର ମାମୁଁ ଉପନ୍ୟାସର ଗୌଣ ଚରିତ୍ର ନାକଫୋଡ଼ିଆ ମା' ରାଘବ ମହାନ୍ତି ଚିତ୍ରକଳା, ଯାହାକି ଚମ୍ପାର ସହରୀ ସଂସ୍କରଣ ପଢ଼ି ଆନନ୍ଦିତ ହୋଇ ମାନବୀୟ ଜୀବନର ବୈଚିତ୍ର୍ୟର ହାସ୍ୟ ବ୍ୟଙ୍ଗ ନିର୍ବୋଧ କୁଟିଳତାରେ ଜ୍ଞାନ ମିଳେ। ସେହିଭଳି 6 ମାଣ 8 ଗୁଣ୍ଠରେ ଚମ୍ପାର ଚରିତ୍ର ଚିତ୍ରଣ, କଜ୍ଜଳ ପୂରିତ ଲୋଚନ ଭାଲେ, ଗୁଣ୍ଡିମିଶା ଖିଲ୍ଲି ଗୁଞ୍ଜିତ ଗାଲେ, ତୈଳ ହରିଦ୍ରା ବୋଳିତ ଦେହେ, କୁକୁରିବ ଶୀଘ୍ରଂ ଧାବତି ଗେହେ, 16 ହାତୀ ଶାଢ଼ୀ ବିସ୍ତୃତ କଚ୍ଛେ, ତୋପପିଡ଼ା ଜୁଡ଼ା ଶୋଭିତ ମସ୍ତକେ, ଗୁମ୍ 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 ଚଳନମ୍ ତସ୍ୟା ଚଳତି ବା ଧାବତି ବିଷମ ସମସ୍ୟା। ତେଣୁ ଏଇସବୁ ଯେଉଁ ଶ୍ଲୋକ ଯେ ଯେମିତିକା ଆପଣଙ୍କର ବୁଢ଼ୀ ଠାକୁରାଣୀରେ ଦେ କ'ଣ ଯା ଦେବୀ ବୃକ୍ଷ ମୂଳେଷୁ ଶିଳାରୂପେଣ ସଂସ୍ଥିତା, ନମସ୍ତସ୍यै 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 ନମୋ ନମୋ ମୂର୍ତ୍ତିକାସ୍ୱ ଗଦାରୂଢ଼ ବନ୍ଧ୍ୟାୟାଃ ପୁତ୍ରଦାୟିନୀ ବାଡ଼ି ସଂହାରିଣୀ ଦେବୀ ନାରାୟଣୀ ନମସ୍ତୁତେ। ତେଣୁ ଏଇସବୁ ଭିତରେ ଯେଉଁ ସବୁ ଜ୍ଞାନର ଗାରିମା ଅଛି, ଜ୍ଞାନର ଜଡ଼ିତକରଣ ଅଛି, ତାହା ଦର୍ଶନର ପରିଚୟ ଦିଏ। ମଣିଷର ଆଧ୍ୟାତ୍ମିକତା, ମଣିଷର ପୌତଳିକ ପ୍ରଥା ପ୍ରତି ଆଗ୍ରହ ଏବଂ ଦେବୀ ଉପାସନାର ଯେଉଁ ସଂସ୍କାର କଥା ଏଠି ପାରଡ଼ି କରିଛନ୍ତି, ଲାଳିକା କରିଛନ୍ତି। ମଣିଷ ଯେଉଁ ଇଂରାଜୀ, ବିଜ୍ଞାନ, ବାଣିଜ୍ୟରେ MA ଡିଗ୍ରୀ ପଢ଼ିବା ପଛରେ ଜ୍ଞାନର ସୀମାବଦ୍ଧତା, ଜ୍ଞାନର ପ୍ରକାର ପଦ୍ଧତି, ଭିତ୍ତି, ସ୍ପୃହା ଇତ୍ୟାଦି ଜଣାଯାଏ, ଅଜସ୍ର ଜ୍ଞାନକୁ ଜାଣିବା ମଣିଷର କ୍ଷୁଦ୍ର ସସୀମ ଜୀବନ ପକ୍ଷେ ଏକାନ୍ତ ଅସମ୍ଭବ। ଯେଉଁଥିରେ ମଣିଷର ରୁଚି, ଆଗ୍ରହ, ଇଚ୍ଛା ଜାଗେ, ସେତିକି ଜ୍ଞାନ ଅର୍ଜେ, ବାକି ଜ୍ଞାନ ଅଜଣା ହୋଇ ତା ପାଇଁ ରହିଯାଏ। ଗଣିତରେ ମୋର ରୁଚି ଆଗ୍ରହ ନଥିଲା ବୋଲି ଗଣିତ ଜ୍ଞାନ ମୋ ପାଇଁ ଅସାଧ୍ୟ ଥିଲା। ପରୀକ୍ଷାରେ କମ୍ ମାର୍କ ରଖି ଫେଲ୍ ହୋଇଥିଲି। ମେଟ୍ରିକ୍ ଥରକରେ ପାସ୍ କରି ପାରି ନଥିଲି। ପରେ କଳାବଜାରୀ ବା ବ୍ଲାକ୍ ମାର୍କେଟିଂ ବୃତ୍ତିରେ 50 ମାର୍କ ରଖି କମ୍ପାର୍ଟମେଣ୍ଟାଲରେ ମେଟ୍ରିକ୍ ପାସ୍ କରି ତାପରେ ଆଉ କୌଣସି ଶ୍ରେଣୀରେ ଫେଲ୍ ନ ହୋଇ ସାହିତ୍ୟ ଜ୍ଞାନ ଅର୍ଜନ କରିବାକୁ ଆଗେଇ ଯାଇ ଅଧ୍ୟାପକ ପ୍ରାଧ୍ୟାପକ ହୋଇ ଅବସର ନେଇ ଏପିଷ୍ଟୋମୋଲୋଜି ବା ଜ୍ଞାନତତ୍ତ୍ୱରେ କୋଉ ସ୍ତରରେ ପହଞ୍ଚି କେମିତି ପଦ୍ଧତି ପ୍ରୟୋଗରେ ଜ୍ଞାନର ସୀମା ଜାଣି ଜ୍ଞାନର ପ୍ରକାର, ଜ୍ଞାନର ଧାରଣାରେ ନିଜସ୍ୱ ମାନବିକ ଦର୍ଶନକୁ ପ୍ରଖ୍ୟାପିତ କରାଇ ପାରିବାରେ କେତେଦୂର ସକ୍ଷମ ହୋଇପାରିଛି, ଦର୍ଶନକୁ ଦ୍ରଷ୍ଟା କରାଇ ପାରିଛି, ଶ୍ରୋତାଏ ଅନୁଭବି ପାରନ୍ତି। ମୋତେ ଯାହା ଭାବିପାରନ୍ତି
କହନ୍ତି। ହେଲେ ମୋର ମନ ଜ୍ଞାନ ଜଣାଏ ସତ କହିବାକୁ କିଆଁ ଡରିବି। ସତ କହି ପଛେ ବଦନାମ ହେବି। ମୋତେ ଏତିକି ଶିଖାଅ ସାଇଁହେ, ମୋର ପ୍ରଶଂସା ପାଇବା ଲୋଡ଼ା ନାହିଁ।